ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୃଦଙ୍ଗ ସାହିରେ ମୃଦଙ୍ଗ କାରିଗର ମୃଦଙ୍ଗ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ମୃଦଙ୍ଗ କାରିଗରମାନେ ଦୀର୍ଘ ବର୍ଷ ହେବ ମୃଦଙ୍ଗ, ଢୋଲ, ବାଇଦ, ମାଦଳ, ଡୁବି, ତବଲା, ଟାମ୍ଫ ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ତିଆରି କରୁଛନ୍ତି। ମୋହନ ନାଗବଂଶ, ଭୀମ ନାଗବଂଶ ଦୁଇ ଭାଇ ଏହି ମୃଦଙ୍ଗ ତିଆରି କରୁଛନ୍ତି। ମୃଦଙ୍ଗ ତିଆରିରେ ମାଟି ହାଣ୍ଡି, ଦଉଡ଼ି, ମୁଗୁନି ପଥର, ଭାତ ଏଭଳି ବିଭିନ୍ନ ସାମଗ୍ରୀ ଆବଶ୍ୟକ ହେଉଥିବା ପ୍ରକାଶ କରିଛନ୍ତି। ହାଣ୍ଡିଗୁଡ଼ିକ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପୁତୁରୁରୁ ଆଣୁଥିବା ପ୍ରକାଶ ହୋଇଛି। ଏ ମୃଦଙ୍ଗ ତିଆରି କରିବାକୁ 5ରୁ 6 ଦିନ ଲାଗେ। ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ। ବର୍ଷ ସାରା ବେପାର ମାନ୍ଦା ହେଉଥିବା ବେଳେ କାର୍ତ୍ତିକ ମାସରେ ବେପାର ହେଉଥିବା ପ୍ରକାଶ କରିଛନ୍ତି। ସରକାରୀ ପ୍ରୋତ୍ସାହନ ବା କିଛି ସରକାରୀ ସହାୟତା ମିଳିଲେ ତାଙ୍କର କୌଳିକ ବୃତ୍ତି ବଞ୍ଚିପାରିବ ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ଆସିପାରିବେ। ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ଗଜପତିର ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ମହାଭାରତ ଲାଇଭ୍।